पल्लवी आज समस्तଙ୍କର ଧରା ପଡ଼ିଯାନ୍ତି। ନିମ୍କିକୁ ମାଗନ୍ତି ତ ଫୋନ୍ ଟିକେ ଦେ ମୁଁ ଟିକେ କଲ୍ କରିବି। ଆଉ ନିମ୍କି ଫୋନ୍ କାଟି ଦେଉଥିବା ସମୟରେ ରିମଝିମ୍ ସେଇଠି ସବୁ ଲୁଚି ଦେଖନ୍ତି। ନିମ୍କି ପଲ୍ଲବୀକୁ ଧରିକି ହଲ୍ ତଳକୁ ଚାଲି ଆସିବ। ତାପରେ ରିମଝିମ୍ ସମସ୍ତଙ୍କ ଆଗରେ କହିଦିଅନ୍ତି ପଲ୍ଲବୀ କାହା ସହିତ ଗୋଟେ କଥା ହେଉଥିଲା। ଆଦର୍ଶ ପଲ୍ଲବୀକୁ କୁହନ୍ତି ଏସବୁ କ'ଣ ସତ ପଲ୍ଲବୀ? କାହା ସହିତ କଥା ହେବାକୁ ଚାହୁଁଥିଲ? ଆଉ ଏ କଥା ସତ ନା ମିଛ? ଦେହ ଯଦି ଭଲ ହେଇଗଲାଣି ତାହେଲେ ଯାଅ ଡ୍ୟୁଟି ଯାଅ। ଏସବୁ ପରେ ବି ମୋ ପାଇଁ ଇମ୍ପୋର୍ଟାଣ୍ଟ ନା ତମର କ'ଣ? ମୋ ପାଇଁ ଟିକେ ବି ଚିନ୍ତା ନାହିଁ ପଲ୍ଲବୀ। ତମ ପାଇଁ ମୁଁ ସାରା ରାତି ଶୋଇପାରିନି। ଆଉ ତମର ଏ ଅବସ୍ଥାରେ ମୋ ପରିସ୍ଥିତି କ'ଣ ହେଉଥିବ ଆରେ ସେ କଥା ତ ଥରେ ଚିନ୍ତା କର ପଲ୍ଲବୀ। ତାପରେ ମାୟା ପଲ୍ଲବୀକୁ କୁହନ୍ତି ରିମଝିମ୍ ଯାହା ବି କହୁଛି ସତ। ବାହାରୁ କୋଉ ଲେଟର ଆଣିଛୁ ପଲ୍ଲବୀ? ବହୁତ ହୋଇଗଲା। ସୀମା ପାର କରିସାରିଲାଣି ଏ ପିଲା। ଏ ଘରେ ପଡ଼ିକି ରହିଛି। ଆଉ ଡକ୍ଟର ଆସିକି ଘରେ ଦେଖୁଛନ୍ତି। ଆଉ ହଜବେଣ୍ଡ ଅଫିସ୍ ନ ଯାଇକି ଦେଖାଶୁଣା କରିବା ପାଇଁ 24 ଘଣ୍ଟା ତା ପାଖରେ ପଡ଼ି ରହିଛି। ହେଲେ ତୁ ଏସବୁ ଚିନ୍ତା ନାହିଁ, ନିଜ କାମରେ ବ୍ୟସ୍ତ। ଏମିତି ଅବସ୍ଥାରେ କାହାର କେଉଁ କାମ ଥାଏ ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରିଲିନି। ଫ୍ରେଣ୍ଡସ୍ ଆପଣ କ'ଣ ଚାହୁଁଛନ୍ତି ମାୟା କଥା କ'ଣ ପଲ୍ଲବୀ ମାନନ୍ତୁ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।